ଓଡ଼ିଶା ଉଦ୍ୟୋଗୀ ପରିବାର ଯାହା ସାରା ଓଡ଼ିଶାରେ ଚର୍ଚ୍ଚିତ, ଏହି ଅନୁଷ୍ଠାନ ପ୍ରତି ମାସ 26 ତାରିଖରେ ସମୀକ୍ଷା ବୈଠକ କରିବା ସହିତ ରାଜ୍ୟର ଅନେକ କ୍ଷୁଦ୍ର ଉଦ୍ୟୋଗୀଙ୍କୁ ବିଭିନ୍ନ ବ୍ୟବସାୟିକ ବ୍ୟବସ୍ଥା ମାଧ୍ୟମରେ ସମୃଦ୍ଧି କରିବା ସହ ଉଦ୍ୟୋଗୀଙ୍କ ସମ୍ମାନ, ସୁରକ୍ଷା ତଥା ସହାୟକ ସାଜିଛି। ଉଦ୍ୟୋଗୀ ସଂସ୍ଥାକୁ ଗୁରୁତ୍ୱ ଦେବା ସହିତ ଘରେ ଘରେ ଉଦ୍ୟୋଗୀ ସୃଷ୍ଟି କରିବା, ନିଜେ ଆତ୍ମନିର୍ଭରଶୀଳ ହେବା ସହିତ ରାଜ୍ୟ ତଥା ରାଷ୍ଟ୍ରର ପ୍ରଭୂତ ଉନ୍ନତିରେ ସହାୟକ ହୋଇପାରିବା ଏହାର ମୂଳ ଲକ୍ଷ୍ୟ। ବହୁ ବ୍ୟକ୍ତିବିଶେଷ ଓଡ଼ିଶା ଉଦ୍ୟୋଗୀ ପରିବାରରେ ସାମିଲ ହୋଇ ଏହାର ସଠିକ୍ ପ୍ରାସଙ୍ଗିକତାକୁ ହୃଦୟଙ୍ଗମ କରିପାରିଛନ୍ତି। ତେବେ ଏ ସମ୍ପର୍କରେ ଆସନ୍ତୁ କିଛି ବିଶିଷ୍ଟ ବ୍ୟକ୍ତିବିଶେଷ ଓ ଉଦ୍ୟୋଗୀଙ୍କ ମତାମତ ସମ୍ପର୍କରେ ଜାଣିବା। ଅର୍କିଡ୍ ବାୟୋଟେକ୍ ତା ଛଡ଼ା ମୁଁ ମେମ୍ବର ଅଫ୍ ଇଣ୍ଡିଆନ୍ କାଉନସିଲ୍ ଫର୍ ଏଗ୍ରିକଲଚର ରିସର୍ଚ୍ଚ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆରେ ବୋର୍ଡ଼ ମେମ୍ବର ଅଛି। ଏଠି ଓଡ଼ିଶା ଉଦ୍ୟୋଗୀ ପରିବାର ତରଫରୁ ସଭାପତି ମହୋଦୟ ଶ୍ରୀ ଶିବନାରାୟଣ ମିଶ୍ର ମୋତେ ଡାକିଥିଲେ। ଆଉ ବିଶେଷ କରିକି ଆମର ଉଦ୍ୟୋଗୀମାନଙ୍କର ଯେଉଁ ସମସ୍ୟା ଅଛି ଆଉ ତା କେମିତି ସମାଧାନ କରାଯିବ ଆଉ ଉଦ୍ୟୋଗୀମାନେ କେମିତି ଆହୁରି ସମୃଦ୍ଧ ହେବେ ଆଉ ତାଙ୍କ ଭିତରେ ଗୋଟେ ସୋସିଆଲ ନେଟୱାର୍କ, ଗୋଟେ ବିଜନେସ୍ ନେଟୱାର୍କ ଡେଭଲପମେଣ୍ଟ ହେଇପାରିବ ଆଉ ପରସ୍ପର ଭିତରେ କେମିତି ସେମାନେ ନିଜର ପ୍ରଡକ୍ଟକୁ ବିକିକିରି ସମୃଦ୍ଧ ହେଇପାରିବେ ଆଉ କେମିତି ଇ କମର୍ସ ଜରିଆରେ, ସୋସିଆଲ ମିଡ଼ିଆ ଜରିଆରେ ସେମାନେ ଆଗକୁ ବଢ଼ିପାରିବେ ଏ ବିଷୟରେ ଆମର ଆଲୋକପାତ ହେଲା। ଆଉ ବହୁତ ସୁନ୍ଦର ପ୍ରୟାସ ଗୋଟେ ରହିଲା ଶିବନାରାୟଣ ମିଶ୍ର ସଭାପତିଙ୍କର। ଆଉ ଏଥିରେ ନିଶ୍ଚିତ ଭାବରେ ମୁଁ କହିବି ଯେ ଏଇଟା ଗୋଟେ ବହୁତ ସୁନ୍ଦର ପଦକ୍ଷେପ ଥିଲା, ସୁନ୍ଦର ପ୍ରୟାସ ଥିଲା। ଏଥିରେ ନିଶ୍ଚିତ ଭାବରେ ବହୁତ ଭଲ ସକ୍ସେସ୍ ଆମର ଏଣ୍ଟରପ୍ରେନ୍ୟରମାନେ ପାଇପାରିବେ। ସାର୍, ଆଜି ଯେଉଁ ଆପଣ ଓଡ଼ିଶା ଉଦ୍ୟୋଗୀ ପରିବାରକୁ ଆସିଲେ, ସାର୍ ଆପଣ କିଏ ଇନଭାଇଟ୍ କରିଥିଲେ ଆଉ ସାର୍ ପରିବାର ସମ୍ପର୍କରେ କ'ଣ କହିବେ? ମୋତେ ପ୍ରେସିଡେଣ୍ଟ ଶିବନାରାୟଣ ମିଶ୍ର ଇନଭାଇଟ୍ କରିଥିଲେ। ଏଇଟା ବହୁତ ଭଲ ପରିବାର, ବହୁତ ଭଲ ଆରେଞ୍ଜମେଣ୍ଟ କରିଛନ୍ତି, ଯେଉଁଥିରେ ଉଦ୍ୟୋଗୀମାନେ ଆସିକି ନିଜର ପ୍ରେଜେଣ୍ଟେସନ୍ ଦେଇପାରିବେ କି ତାଙ୍କର ଆଇଡ଼ିଆ ବିଷୟରେ, ତାଙ୍କ ବିଜନେସ୍ ବିଷୟରେ, ଆଉ ଗୋଟେ ଫ୍ୟାମିଲି ଟାଇପ୍ର ଆଟମୋସ୍ଫିୟର କ୍ରିଏଟ୍ ହେବ। ଆମର ଉଦ୍ୟୋଗୀମାନେ ଜଣେ ଜଣଙ୍କୁ ସପୋର୍ଟ କରିପାରିବେ। ସାର୍, ଉଦ୍ୟୋଗୀମାନଙ୍କୁ କ'ଣ ପରାମର୍ଶ ଦେଲେ ଆପଣ? ଉଦ୍ୟୋଗୀମାନଙ୍କୁ ପରାମର୍ଶ ଏଇଟା ମିଳିଲା କି ଜଣେ ଉଦ୍ୟୋଗ କିଛି ବନାଉଛନ୍ତି ତାକୁ କେମିତି ଆମେ ସପୋର୍ଟ କରିବା। ଗଭର୍ଣ୍ଣମେଣ୍ଟ ତ ପୁରା ସପୋର୍ଟ ମିଳିବନି, ଯଦି ଆମେ ଭାଇ ନିଜେ ସପୋର୍ଟ କରି ଫ୍ୟାମିଲି ହେବେ ତାହେଲେ ଉଦ୍ୟୋଗକୁ ଭଲ କୋଚିଂ ମିଳିବ, ସେମାନେ ନିଜର ପ୍ରୋବ୍ଲେମ୍ ସଲ୍ଭ କରିପାରିବେ। ଆଉ ତା ସହିତ ଯେଉଁମାନେ ଉଦ୍ୟୋଗ ବନାଇବା ଚାହୁଁଛନ୍ତି, ୟଙ୍ଗ ଏଣ୍ଟରପ୍ରେନର ଅଛନ୍ତି, କିଛି ଗୋଟେ କରିବାକୁ ଚାହୁଁଛନ୍ତି, ରାସ୍ତା ପାଉନାହାନ୍ତି କେମିତି କରିବେ, ଏଇ ମାଧ୍ୟମରେ ସେମାନେ ଗୋଟେ ଏକ୍ସପିରିଏନ୍ସ ଲୋକ ହେଉଛନ୍ତି, 15-20 ବର୍ଷ ଏକ୍ସପିରିଏନ୍ସ ହେଉଛନ୍ତି, ସେମାନେ ଗାଇଡ଼ କରିପାରିବେ କେମିତି କ'ଣ ଅଛି। ଏଠି ଆକାଉଣ୍ଟିଂର ସିଏ ଅଛନ୍ତି, ଯେଉଁଠିକି ଆପଣଙ୍କୁ କେମିତି ରେଜିଷ୍ଟର କରାଯାଏ ଆପଣ ବତାଇ ପାରିବେ, ଆପଣଙ୍କୁ ଗୋଟେ ମେଣ୍ଟର ମିଳିପାରିବେ। ଏସବୁ ଆମେ ପ୍ରୋଭାଇଡ଼ କରିଥାଉ। ଧନ୍ୟବାଦ ସାର୍। ମ୍ୟାଡ଼ାମ୍, ଆପଣଙ୍କ ନାଁ କ'ଣ? ଆପଣଙ୍କୁ କିଏ ଇନଭାଇଟ୍ କରିଥିଲେ ଏଇ ଓଡ଼ିଶା ଉଦ୍ୟୋଗୀ ପରିବାର? ଜୟ ଜଗନ୍ନାଥ। ମୋ ନାଁ ମହାମାୟା ତେଜାନୀ। ଶିବନାରାୟଣ ମିଶ୍ର ସାର୍ ଆମକୁ କଟକ MSMEରେ ଗୋଟେ ଷ୍ଟଲ୍ ପଡ଼ିଥିଲା, ଦେଖିଥିଲେ, ମୋତେ କହିଥିଲେ। ଆକ୍ଚୁଆଲି ମୋତେ ଅଭିଜିତ ପଣ୍ଡା ତାଙ୍କର ଫିନାଇଲ୍ ବଗେରା ଅର୍ଗାନିକ୍ର କରୁଛନ୍ତି, ସେ ମୋତେ ଇନଭାଇଟ୍ କରିଥିଲେ। ସାର୍ ବି ନିଜେ ମିଶ୍ର ସାର୍ ଡାକିଥିଲେ। ଆଜି ମିଟିଂ, ପ୍ରଥମ ମିଟିଂ ଆରମ୍ଭ ହେଲା ତାଙ୍କ 5ଟାରେ। ଏତେ ଶୃଙ୍ଖଳିତ ଭାବରେ ହେଲା, ଏତେ ସବୁ ନଲେଜ୍ ଦେଲେ। ଆମକୁ ଲାଗୁଥିଲା ମାର୍କେଟିଂ କେମିତି କରିବୁ, ଆମର ପ୍ରଡକ୍ସନ୍ ବହୁତ ହେଉଛି, ମାର୍କେଟିଂରେ ପ୍ରୋବ୍ଲେମ୍ ହେଉଛି, କିନ୍ତୁ ଶିବନାରାୟଣ ମିଶ୍ର ସାର୍ ତାଙ୍କୁ ବହୁତ ଧନ୍ୟବାଦ। ପ୍ରୋବ୍ଲେମ୍ର ସଲ୍ୟୁସନ୍ ଆଜି ସେ କାଢ଼ି ଦେଇଛନ୍ତି, ବହୁତ ଖୁସି ଲାଗିଲା। ମାର୍କେଟିଂ ପାଇଁ ଏତେ ପ୍ରୋବ୍ଲେମ୍ ଥିଲା, ତାର ସର୍ଟ ଆଉଟ୍ ଆଜି କଲେ। ଆଉ ମାନ୍ୟଗଣ୍ୟ ବ୍ୟକ୍ତି ବହୁତ ସାରା ଆସିଥିଲେ, ସେମାନଙ୍କଠୁ ବି ବହୁତ ସାରା ଆମେ ଜ୍ଞାନ ନେଲୁ। ଆଉ ନିଶ୍ଚୟ ସାର୍ଙ୍କୁ କହିବି, ବହୁତ ଆଗକୁ ଯାଆନ୍ତୁ, ଆମମାନଙ୍କୁ ମଧ୍ୟ ଆଗକୁ ନିଅନ୍ତୁ, ଆମେମାନେ ମଧ୍ୟ ସାର୍ଙ୍କୁ ବହୁତ ସପୋର୍ଟ କରିବୁ। ଆଉ ନିଶ୍ଚୟ ଆଗାମୀ ଦିନରେ ଓଡ଼ିଶାରେ ସମସ୍ତେ ସକ୍ଷମ ଉଦ୍ୟୋଗୀ ପରିବାରରେ ଯୋଗ ଦେବେ। ଆଉ 1 ନମ୍ବରରେ ଆମେମାନେ ହେଇଥିବୁ। ସମସ୍ତଙ୍କର ପ୍ରଡ଼କ୍ଟ କେମିତି ଆଉଟ୍ ଅଫ୍ ଷ୍ଟେଟ୍ ଯାଇପାରିବ। ସାର୍ ବି କହୁଥିଲେ କି ଆମେ ଏକ୍ସପୋର୍ଟ ଇମ୍ପୋର୍ଟ କେମିତି କରାହେବ, ତାର ବି ବ୍ୟବସ୍ଥା ଆମେ କରିଛୁ, ଆପଣମାନଙ୍କୁ କିଛି ଅସୁବିଧା ହେବନି। ସେଥିପାଇଁ ସାର୍ଙ୍କୁ ବହୁତ ବହୁତ ଧନ୍ୟବାଦ। ଆମମାନଙ୍କୁ ସୁଯୋଗ ଦେଇଛନ୍ତି, ତାଙ୍କ ଗହଣରେ ଆମମାନଙ୍କୁ ତାଙ୍କ ଗ୍ରୁପରେ ଆଡ଼୍ ମଧ୍ୟ କରିଛନ୍ତି। ସେଥିପାଇଁ ସାର୍ଙ୍କୁ ବହୁତ ବହୁତ ଧନ୍ୟବାଦ। ଆମେ ମଧ୍ୟ ବହୁତ ଖୁସି ସମସ୍ତେ ଆଜି ପ୍ରୋଗ୍ରାମରେ। ଧନ୍ୟବାଦ ସାର୍। ଆପଣଙ୍କ ଶୁଭ ନାମ କ'ଣ? ଆପଣଙ୍କୁ କିଏ ଇନଭାଇଟ୍ କରିଛନ୍ତି ଓଡ଼ିଶା ଉଦ୍ୟୋଗୀ ପରିବାରକୁ? ଏ କାର୍ଯ୍ୟକ୍ରମ କ'ଣ କହିବେ? ନମସ୍କାର, ମୋ ନାଁ ରାଜେଶ କୁମାର ପଟ୍ଟନାୟକ। ମୋତେ ଶିବନାରାୟଣ ମିଶ୍ର ସାର୍ ଇନଭାଇଟ୍ କରିଛନ୍ତି। ଆଉ ଓଡ଼ିଶା ଉଦ୍ୟୋଗୀ ପରିବାର
जोटाकि आमर गोटे भल कम्युनिटी रोचे भल नेटवर्क गोटे रोचे नॉर्मली कौन हुए ना नॉलेज जो जिनसटा सेटा शेयर करती कि अन्य कंट्री अच्छी से नॉलेज शेयर करेंगे से बुक लिखती सब नॉलेज शेयर करते कि ये लैक रही है ये ओडिशा रे गोटे माने हाथ धरिकी छोट बड़ करवा गोटे उद्योगर स्वप्न देवा भारत को अर्थनीति रे केमती विश्व स्तर में नंबर 1 करवा किंबा तो से आमको जीडीपी रे वृद्धि हो कि जहाँ भी कहूँ आमको रूट कज रू देखा पड़ो तो ताको सुधार यहाँ एक बहुत भल प्रयास जोटि एठारे आम बहुत परिवार भितर संपर्क संभावना भाव में जोड़ी होचे एठी समस्ते आम निज निजर प्रोडक्ट भी यूज करछे ता सहित अन्यर आमर निजर मार्केटिंग करछे से सब भी करछे तो देश को आम राज्य को सुदृढ़ करिवारे इकोनॉमिकली स्ट्रांग करिवारे आमर भूमिका अछि।